ତାକୁ ଏତେ ସାହାଯ୍ୟ କରାଗଲା। ଇନ୍ଦିରା ଗାନ୍ଧୀ ପାକିସ୍ତାନକୁ ଦି ଭାଗ କରି ବାଂଲାଦେଶ ସୃଷ୍ଟି କଲେ। ଏତେ କୃତଜ୍ଞ ମୁଜିବୁର ରହମାନ ନେତୃତ୍ୱରେ ସେତେବେଳେ ପ୍ରାଇମ ମିନିଷ୍ଟର ଗଭର୍ଣ୍ଣମେଣ୍ଟ କରାଗଲା। ସଦାବେଳେ ଭାରତ ବିପକ୍ଷରେ ଟେରରିଜିମ କରୁଛନ୍ତି, ଭାରତକୁ ନିନ୍ଦା କରୁଛନ୍ତି, ଅପପ୍ରଚାର କରୁଛନ୍ତି। ତେଣୁ କୌଣସି ବାଂଲାଦେଶୀ ଭାରତ ମାଟିରେ ଓଡ଼ିଶା ମାଟି ରହିବା ଉଚିତ। ରେସନ କାର୍ଡ ଥାଉ, ଭୋଟର ଲିଷ୍ଟରେ ନାଁ ଥାଉ, ଆଉ କଣ ଥାଉ, ଯଦି ପ୍ରକୃତରେ ସେ ବାଂଲାଦେଶୀ ହଟେଇ ଦେବା ଦରକାର। ମେହର ମହାଜନ ଜଣେ ଉଦାରପନ୍ଥୀ, ଭଦ୍ର ମହିଳା, ଡେଭଲପ ମାଇଣ୍ଡର ଲୋକ, ନିରୀହ ଲୋକଙ୍କୁ ଭାରି ଭଲ ପାଆନ୍ତି। ତେଣୁ ସେ ବାଂଲାଦେଶୀ ଲୋକଙ୍କୁ ଟିକେ ଭଲ ପାଆନ୍ତି। ମୋ ମତରେ କୌଣସି ବାଂଲାଦେଶୀ ବା ପାକିସ୍ତାନୀ ଭାରତ ମାଟିରେ ଓଡ଼ିଶା ମାଟି ରହିବା ଉଚିତ ନୁହଁ। ମୁଁ ଜାଣିବାରେ ଭିତରକନିକାରେ ବହୁତ ବାଂଲାଦେଶୀ ଅଛନ୍ତି। କେନ୍ଦ୍ରାପଡ଼ା, କୋରାପୁଟରେ ଅଛନ୍ତି, ନବରଙ୍ଗପୁରରେ ଅଛନ୍ତି, ଭୁବନେଶ୍ୱରରେ ବି ଅଛନ୍ତି। ଏବଂ ମୁଁ ଦେଖିଛି ପଦ୍ମା ନଦୀ ୱେଷ୍ଟ ବେଙ୍ଗଲ ବାଂଲାଦେଶ କଣ ଯିବା ଆସିବା କରୁଛନ୍ତି ଲୋକ ବାଂଲାଦେଶରୁ କଲିକତା ସେଠି ରେଡ ହବା ଦରକାର। ହଜାର ହଜାର ଲକ୍ଷ ଲକ୍ଷ ସଂଖ୍ୟାରେ ବେଙ୍ଗଲୀ ବାଂଲାଦେଶ ଏଠି ଅଛନ୍ତି। ଆଇଡେଣ୍ଟିଫାଏ କରି ତାକୁ ତଡ଼ିବା ଦରକାର। ସେଗୁଡ଼ା ଦେଶଦ୍ରୋହୀ। ତାକୁ ଏତେ ସାହାଯ୍ୟ କରାଗଲା। ଇନ୍ଦିରା ଗାନ୍ଧୀ ପାକିସ୍ତାନକୁ ଦି ଭାଗ କରି ବାଂଲାଦେଶ ସୃଷ୍ଟି କଲେ। ଏତେ କୃତଜ୍ଞ ମୁଜିବୁର ରହମାନ ନେତୃତ୍ୱରେ ସେତେବେଳେ ପ୍ରାଇମ ମିନିଷ୍ଟର ଗଭର୍ଣ୍ଣମେଣ୍ଟ କରାଗଲା। ସଦାବେଳେ ଭାରତ ବିପକ୍ଷରେ ଟେରରିଜିମ କରୁଛନ୍ତି, ଭାରତକୁ ନିନ୍ଦା କରୁଛନ୍ତି, ଅପପ୍ରଚାର କରୁଛନ୍ତି। ତେଣୁ କୌଣସି ବାଂଲାଦେଶୀ ଭାରତ ମାଟିରେ ଓଡ଼ିଶା ମାଟି ରହିବା ଉଚିତ। ନାଇଁ ନାଇଁ, ମେୟର କହିଲେ କଣ ହବ? ବିଲକୁଲ ରଖିବା ଉଚିତ ନୁହେଁ। ସୁରକ୍ଷା ସିଏ କୋଉଠି ଦେବେ? ସେ ଯୋଉ ଭଳିଆ ସମାଜ କଳଙ୍କିତ କରୁଛନ୍ତି। ଯଦି ଆଜି ଭୁବନେଶ୍ୱର ଜଳବାୟୁ ଖରାପ ଆଡ଼ି ଯାଉଛି, ପ୍ରସିଚ୍ୟୁଟ ଆଡ଼େ ଲୋକ ମୁହାଁଉଛନ୍ତି କେବଳ ବାଂଲାଦେଶୀ ମେଜରିଟି। ଯୋଉ ହୋଟେଲକୁ ରେଡ୍ କରିବ ବାଂଲାଦେଶୀ, ବଡ଼ ଦାରୁଣ ଦୁଃଖ। ତେଣୁ କୌଣସି ବାଂଲାଦେଶୀ ଓଡ଼ିଶା ମାଟି ଭାରତ ମାଟି ରହିବା ଉଚିତ ନୁହେଁ।